ହ୍ୟାଲୋ ଏଭ୍ରିୱାନ୍, ଜୟ ଜଗନ୍ନାଥ ସମସ୍ତଙ୍କୁ। ଗତକାଲି ଆମର 2025-26ର ଓଡ଼ିଶା ଇକୋନୋମିକ୍ ସର୍ଭେ ରିପୋର୍ଟଟି ରିଲିଜ୍ ହେଇଛି। ଆଉ ଏ ରିପୋର୍ଟ ବହୁତ ଇମ୍ପୋର୍ଟାଣ୍ଟ। ଅପକମିଂ ଆର୍ଆଇ ମେନ୍ସ ଆଉ ଓଡବ୍ଲ୍ୟୁସି ସିଜିଏଲ୍ ପ୍ରିଲିମ୍ରେ ନିହାତି ଆମର 4-5ଟା କ୍ୱେଶ୍ଚନ୍ ଆପଣମାନେ ନିହାତି ପାଇବେ। ଆଉ ପ୍ରିଭିୟସ୍ ଇୟର୍ରେ ମଧ୍ୟ ଏକ୍ଜାମ୍ରେ ଓଡବ୍ଲ୍ୟୁସି ସିଜିଏଲ୍ର ମେନ୍ସ ଏକ୍ଜାମ୍ରେ ଦେଖିବ এই ରିପୋର୍ଟ ଆଉ ବଜେଟ୍ରୁ ବହୁତ ଗୁଡ଼ିଏ କ୍ୱେଶ୍ଚନ୍ ଆସିଛି। ଆଉ ଡେରି ନକରି ଚାଲନ୍ତୁ ଦେଖିବା କ'ଣ ଅଛି ରିପୋର୍ଟରେ। ପ୍ରଥମ ହେଉଛି ମାକ୍ରୋ ଭ୍ୟୁ ଅଛି ଆମର ଏଇ ଓଡ଼ିଶା ଇକୋନୋମିକ୍ ସର୍ଭେର। କ'ଣ ମାକ୍ରୋ ଭ୍ୟୁଟା ଦେଇଛି ନା ଦେଇଛି ଜିଏସ୍ଡିପି ଦେଇଛି। ଜିଏସ୍ଡିପି କ'ଣ କହିଲ, ଯେମିତି ଇଣ୍ଡିଆର ଆମର ଜିଡିପି ଥାଏ ସେମିତି ଓଡ଼ିଶାର କିମ୍ବା ସବୁ ଷ୍ଟେଟ୍ର ଜିଏସ୍ଡିପି ଥାଏ। ଓଡ଼ିଶାର କେତେ ଜିଏସ୍ଡିପି ନା 9.88 ଲାଖ କରୋଡ଼। ଆଉ ଏଇଟା 2005-06ରେ କେତେ ଥିଲା ନା 0.95 ଲାଖ କରୋଡ଼ ଥିଲା। ଆଉ ଇଏ 10 ଟାଇମ୍ ଇନକ୍ରିଜ୍ ହେଇଛି, ମାନେ 20 ବର୍ଷ ଭିତରେ ସେ 10 ଟାଇମ୍ ଇନକ୍ରିଜ୍ ହେଇଛି। ଏକ୍ଜାମ୍ରେ କେଉଁଟା ପଡ଼ିବ ନା ଏଇ ଯେଉଁ 9.88 ଲାଖ କରୋଡ଼ ଯେଉଁ ଅଛି ସେ ପଚାରିଦେବ ଓଡ଼ିଶାର ଜିଡିପି ବର୍ତ୍ତମାନ କେତେ। କିନ୍ତୁ ସେଇଟା ତୁମେ ଅପସନ୍ ଦେଇଥିବ 9.88 ଲାଖ କରୋଡ଼, ଆଉ କ'ଣ ଅପସନ୍ ଦେଇଥିବ ସବୁ। ତ ତୁମେ କ'ଣ ମାରିବ ନା 9.88 ଲାଖ କରୋଡ଼ ଅପସନ୍। ଆଉ କରେଣ୍ଟ ଆନୁଆଲ୍ ଗ୍ରୋଥ୍ ରେଟ୍ କେତେ ବର୍ତ୍ତମାନ 10 ବର୍ଷ ଭିତରେ ଏଇ 20 ବର୍ଷ ଭିତରେ ହେଇଛି ନା 12.4%। ତାପରେ ଦେଖିବା ଜିଏସ୍ଭିଏ କମ୍ପୋଜିସନ୍, ମାନେ କେଉଁ ସେକ୍ଟର କେତେ କଣ୍ଟ୍ରିବ୍ୟୁସନ୍ ରହୁଛି ଜିଡିପି ଉପରେ। ଓଭରାଲି ଇଣ୍ଡିଆର ଦେଖିବାକୁ ଗଲେ ସର୍ଭିସ୍ ସେକ୍ଟର ଅଧିକା କଣ୍ଟ୍ରିବ୍ୟୁସନ୍ ଥାଏ, କିନ୍ତୁ ଆମର ଓଡ଼ିଶାରେ ଇଣ୍ଡଷ୍ଟ୍ରି ସେକ୍ଟର ଅଧିକା କଣ୍ଟ୍ରିବ୍ୟୁସନ୍ ରହୁଛି। କେତେ ପରସେଣ୍ଟ ନା 41.3%। ପୁରା ଏଇ ଫ୍ୟାକ୍ଟଟାକୁ ମନେ ରଖିଥିବ। କେତେ ପରସେଣ୍ଟ ଇଣ୍ଡଷ୍ଟ୍ରି ସେକ୍ଟରର ଓଡ଼ିଶାର ଜିଡିପିରେ କଣ୍ଟ୍ରିବ୍ୟୁସନ୍ ରହୁଛି ନା 41.3%। ଆଉ ଏଇଟା ହେଉଛି ସବୁଠୁ ହାଏଷ୍ଟ ଆର ସେକ୍ଟର ଅପେକ୍ଷା। ତାପରେ ଦେଖିବା ଜିଡିପି ଗ୍ରୋଥ୍ ରେଟ୍ ବର୍ତ୍ତମାନ ଇଣ୍ଡିଆର କେତେ ଅଛି। ଜିଡିପି ଗ୍ରୋଥ୍ ରେଟ୍ ଅଛି ଇଣ୍ଡିଆର 7.4%, କିନ୍ତୁ ଆମ ଓଡ଼ିଶାର ହେଉଛି 7.9%, ମାନେ ଇଣ୍ଡିଆଠୁ 0.5% ଆମର ଅଧିକା ଅଛି, ଭଲ ଅଛି ସେଇ ତୁଳନାରେ ଦେଖିବାକୁ ଗଲେ। ତାପରେ କରେଣ୍ଟ ଆନୁଆଲ୍ ଗ୍ରୋଥ୍ ରେଟ୍ କେତେ ଅଛି ନା 7.0% ଆମର ଓଡ଼ିଶାର। ଇଣ୍ଡିଆର ହେଉଛି 6.6%, ମାନେ 6% ହେଉଛି କରେଣ୍ଟ ଆନୁଆଲ୍ ଗ୍ରୋଥ୍ ରେଟ୍ ଇଣ୍ଡିଆର ରହୁଛି। ଆଉ 1% ଅଧିକା ଆମର ଓଡ଼ିଶାର ଅଛି, ଆଉ ଭଲ ଅଛି। ତାପରେ ଆମର ସେକ୍ଟରାଲ୍ ଗ୍ରୋଥ୍ ଦେଖିବା, ମାନେ କେଉଁ ସେକ୍ଟର କେତେ ଗ୍ରୋଥ୍ ହେଇଛି। ମାନେ ଦେଖ 2025-26 ସୁଦ୍ଧା ସର୍ଭିସ୍ ସେକ୍ଟର ସବୁଠୁ ଅଧିକା ଗ୍ରୋଥ୍ ହେଇଛି ଓଡ଼ିଶାରେ। ଏ ଯେଉଁଟା ଓଡ଼ିଶା ପାର୍ଟଟା, ଏଇଟା ସର୍ଭିସ୍ ସେକ୍ଟର କେତେ ଗ୍ରୋଥ୍ ହେଇଛି ନା 9.3%। ଇଣ୍ଡଷ୍ଟ୍ରି ସେକ୍ଟର କେତେ ନା 6.4%। ଏଗ୍ରିକଲଚର ସେକ୍ଟର କେତେ ନା 5.3%। ଆଉ ଇଣ୍ଡିଆ ପର୍ସପେକ୍ଟିଭରେ ଦେଖିବାକୁ ଗଲେ ଇଏ ବି ସେଇ ସର୍ଭିସ୍ ସେକ୍ଟର ସବୁଠୁ ଅଧିକା ଗ୍ରୋଥ୍ ହେଇଛି, କିନ୍ତୁ ପରସେଣ୍ଟେଜ୍ ଅନୁସାରେ 9.1, ଇଣ୍ଡଷ୍ଟ୍ରି କେତେ ନା 6.2, ଏଗ୍ରିକଲଚର ହେଉଛି 3.1%। ଆଉ ଏଇଟା ହେଉଛି ବହୁତ ଇମ୍ପୋର୍ଟାଣ୍ଟ, କାହିଁକିନା ଡାଇରେକ୍ଟ ପଚାରିଦେବ କି କେଉଁ ସେକ୍ଟର ଅଧିକା ଗ୍ରୋଥ୍ ରେଟ୍ ରହୁଛି ଓଡ଼ିଶାରେ ଏଇ 2 ଡିକେଡ୍ ଭିତରେ। 2 ଡିକେଡ୍ ମାନେ 20 ବର୍ଷ ଭିତରେ। ସେଇଟା ତୁମେ ମାରିବ ସର୍ଭିସ୍ ସେକ୍ଟର ଅଧିକା ଗ୍ରୋଥ୍ ରହୁଛି। ଆଉ ଯେଉଁ ଆସିଲା ଏବେ ଏଇଟା ହେଉଛି ଷ୍ଟାର ମାର୍କ କରିକି ରଖିଦେଇଥାଉ ଏଇଟାକୁ, କାହିଁକିନା ପର୍ କ୍ୟାପିଟା ଇନକମ୍ ସିଓର ସର୍ଟ ଏକ୍ଜାମ୍ରେ ଆସିବ। ବର୍ତ୍ତମାନ ଓଡ଼ିଶାର ପର୍ କ୍ୟାପିଟା ଇନକମ୍ କେତେ ଅଛି ନା 1,86,761 ଟଙ୍କା। ଆଉ ଆମର ଇଣ୍ଡିଆର କେତେ ଅଛି ନା 2,19,575 ଟଙ୍କା। ଏଇ ଫ୍ୟାକ୍ଟଟାକୁ ପୁରା ଘୋଷିଦେବ ଏଇଟାକୁ। 1,86,761 ଟଙ୍କା ଯେଉଁ ଅଛି ଏକ୍ଜାମ୍ରେ ତୁମେ ନିହାତି ପାଇବ ଏଇ କ୍ୱେଶ୍ଚନ୍ଟା। ତାପରେ ଦେଖିବା ଗ୍ରୋଥ୍ ରେଟ୍ ପର୍ କ୍ୟାପିଟା ଇନକମ୍, ମାନେ 10 ବର୍ଷ ଭିତରେ ପର୍ କ୍ୟାପିଟା ଇନକମ୍ କେତେ ଗ୍ରୋଥ୍ ହେଇଛି। ଆମର ଓଡ଼ିଶାରେ କେତେ ଗ୍ରୋଥ୍ ହେଇଛି ନା 11.2%। ଇଣ୍ଡିଆରେ କେତେ ନା 8.8%। ଏ ଓଡ଼ିଶାରଟା ଆମର ମନେ ରଖିଥାଉ। ଇଣ୍ଡିଆର ଯଦି ମନେ ନ ରଖିପାରିବ ଖାଲି ଓଡ଼ିଶାର ମନେ ରଖିଲେ ବି ଚଳିବ। ଏଇଟା 1,86,761 ଆଉ କେତେ ଗ୍ରୋଥ୍ ହେଇଛି ନା 11.2%। ଆଉ ଏଇ ଯେଉଁ ଏଠି ଆଉ ଗୋଟେ ରିପୋର୍ଟ ଅଛି, ଏଇଟା 2023-24 ଅନୁସାରେ। 2023-24 ଅନୁସାରେ ଓଡ଼ିଶାର କେତେ ଥିଲା ନା 1,55,125 ଟଙ୍କା ଥିଲା। ଆଉ ସେତେବେଳେ ଓଡ଼ିଶାର ର୍ୟାଙ୍କ କେତେ ଥିଲା 11। ଏଇଟା ମନେ ରଖିଥିବ। ହାଏଷ୍ଟ କିଏ ଥିଲା ତେଲେଙ୍ଗାନା। ବାସ୍ ଏତିକି ତ ଦରକାର, ଆଉ ବିଶେଷ କିଛି ନାହିଁ, ଏତିକି ମନେ ରଖିବ। ବେଶୀ ମନେ ରଖିଲେ ତୁମେ କନଫ୍ୟୁଜ୍ ହେଇଯିବ କ'ଣ ଅଛି। ତାପରେ ଆଉ ଗୋଟେ ହେଉଛି ଲେବର୍ ଫୋର୍ସ ପାର୍ଟିସିପେସନ୍ ରେଟ୍। ଓଡ଼ିଶାର 2024ରେ କେତେ ପାର୍ଟିସିପେସନ୍ ରେଟ୍ ଅଛି ନା 64.5%। ଇଣ୍ଡିଆର 59.6%। ମାନେ କେତେ ଗ୍ରୋଥ୍ ଅଛି ଓଡ଼ିଶାର ଇଣ୍ଡିଆ ଅପେକ୍ଷା ଓଭରାଲି। ଆଉ ସେଇ ଯେଉଁ ଲେବର୍ ଫୋର୍ସ ମାନେ ଯେଉଁ କାମ କରୁଛନ୍ତି, କେଉଁ ସେକ୍ଟର ଅଧିକା କାମ କରୁଛନ୍ତି ନା ଏଗ୍ରିକଲଚରରେ। ଓଡ଼ିଶାର ବି ଏଗ୍ରିକଲଚରରେ, ଇଣ୍ଡିଆର ବି ଏଗ୍ରିକଲଚରରେ। ବାସ୍ ଏତିକି ଫ୍ୟାକ୍ଟ, ଆଉ କିଛି ଦରକାର ନାହିଁ। ତାପରେ ହେଉଛି ଲେବର୍ ଫୋର୍ସ ପାର୍ଟିସିପେସନ୍ ରେଟ୍, ମାନେ ଏଇଟା ହେଉଛି ଫିମେଲ୍ମାନଙ୍କର। 2024ରେ ଓଡ଼ିଶାର କେତେ ନା 48.7%। ଇଣ୍ଡିଆର କେତେ ନା 40.3%। ଏଇ ଫ୍ୟାକ୍ଟ ମୁଁ ଯେଉଁଗୁଡ଼ା ଗୋଲେଇ ମାରୁଛି ସେଇଗୁଡ଼ା ହିଁ ଇମ୍ପୋର୍ଟାଣ୍ଟ, ଆଉ କିଛି ଦରକାର ହିଁ ନାହିଁ। ଆଉ ଫିମେଲ୍ କେତେ କେଉଁଠି କାମ କରୁଛନ୍ତି ନା ଏଗ୍ରିକଲଚର ସେକ୍ଟରରେ ଅଧିକା କାମ କରୁଛନ୍ତି। ଇଣ୍ଡିଆରେ ବି
एग्रीकल्चर सेक्टर रे काम करुछन। आ देखिया गले ओवरऑल एग्रीकल्चर सेक्टर रे अधिका काम करुछन सबुठी ओडिसा रे ही पाइबो इंडिया रे ही पाइबो से फीमेल हो किंबा ओवरऑल हो गोटे मन रखिथो एग्रीकल्चर सेक्टर रे सब समस्त अधिका काम करुछन। तापर सैलरी एटा दरकार नहीं सैलरी वर्कर एमानकर दरकार नहीं। तापर हाँ एटा गोटे इम्पोर्टाट मंथली पर कैपिटा कंजम्पशन एक्सपेंडिचर माने रूराल एरिया रे जो आम गाँ लोक गुड़ा रोचंती माने 2023-24 अनुसार 3357 टंकार मासको खर्च होउची जोटा कि आम ओडिशार किंतु इंडिया देखिया गले 4122 टଙ୍କା सेटा किंतु आम अर्बान एरिया जो देखा अर्बान एरिया रे आमर ओडिशा रे केते ना 5825 टଙ୍କା खर्च होउची आ ऑल इंडिया ओवरऑल देखिया गले 6996 टଙ୍କା किंतु आम मन रखा कौटा ना जो ये मंथली रूराल एरिया केते अर्बान एरिया केते बास एति मन रखियो आ जो खर्च करूछंती कोउठी केते खर्च करूछंती तार शेयरटा सीएटी लिखि डाटाटा देइछि ओडिसा रे केते खर्च करूछंती ना फूड रे 48.5% खर्च करूछंती आ नॉन फूड रे 51.5% रूराल एरिया रे लोक माने खर्च करूछंती आ अर्बान लोक माने केते करूछंती फूड रे ना 40.7% आ नॉन फूड रे 59.3%। এই ডাটাটাକୁ ନିହାତି ମନେ ରଖିବ ଏଇ ଦୁଇଟା ଡାଟା ଆଉ ଏଇ ଡାଟାଟା ବି ଏଇଟା ବି ଏଇଟା ବି ଏଇଟା ବି ଏଇଟା ବହୁତ ଇମ୍ପୋର୍ଟାଣ୍ଟ ଏକ୍ଜାମ୍ରେ ଆସିବ ଏଗୁଡ଼ା ଇଏ ଆସିବନି ହାଉସ୍ ହୋଲ୍ଡ ଏଇଟା ଏତେ ପଚାରିବନି ସେ ଇଏ ବି ଆସେଟ୍ର ଏତେ ଆସିବନି ଏଇଟା। हाँ इनफ्लेसन बहुत इंपोर्टाट इनफ्लेसन बर्तमान ओडिशार केते अछि 2025-26 ओडिशार इनफ्लेसन 0.1% बहुत कम अच्छे इंडिया रो बर्तमान केते अछि ना 1.7% माने इंडिया अपेक्षा ओडिशा रे इनफ्लेशन रेट बहुत कम अच्छे ये डाटा को पूरा मन रखिथो ओडिशा रो बर्तमान इनफ्लेशन रेट केते ना 0.1%। तापर को प्रोडक्ट रे को कमोडिटी रे अधिका इनफ्लेशन अछि ऑयल एंड फैक्ट रे 19.4% अधिका इनफ्लेशन अछि आ इनफ्लेशन सबुठु कम कोथरे अछि वेजिटेबल रे अछि इनफ्लेशन एटा मन रखिथो वेजिटेबल आ गोटे अछि ऑयल एति तापर फिजिकल डेवलपमेंट तापर डेवलपमेंट एक्सपेंडिचर ये जो डेवलपमेंटल रे गवर्नमेंट ओडिशा गवर्नमेंट केते खर्च करछि जीडीपी रो ना 21.3% एटा 2025-26 अनुसार आ सेटा केते टंका रे करोड़ रे हम हिसाब करिया ना 2 लाख एटा जो देइछि 2 कोटी 10 ना 2 लाख 10,324 करोड़ एति टंका से डेवलपमेंट रे ओडिशा गवर्नमेंट खर्च करछि 21.3% ए परसेंटेज टा से पचारिबो प्राय पचारे। तापर कैपिटल आउटले रे केते खर्च करछि हम ओडिशा गवर्नमेंट जीडीपी रो ना 6.6% एटा केते 65,012 टंका एई डाटा ए दुईटा डाटा एटा गोटे दुईटा जाक मन रखियो एटा बहुत इंपोर्टेंट एग्जाम रे आसीबो। तापर सोशल सेक्टर रे केते एक्सपेंडिचर वर्तमान करूछंती हम ओडिशा गवर्नमेंट जीडीपी रो ये 12.3% एटा होची 1,21,678 करोड़ एति खर्च करूची आ डेबिट टू जीएसडीपी रेशियो केते ना वर्तमान ओडिशा रो केते डेबिट अछि ऋण भार वर्तमान केते अछि 13.6% किंतु हमर एफआरबीएम लिमिट देछि एतिकी रु अधिका तमे ऋण नेबो नै हमर तळे अछि 13.6% अछि भलो अछि। तापर देखिया एटा होची ओडिशा डेबिट सर्विस बर्डन इज द लोएस्ट अमंग दी मेजर स्टेट माने ओडिशा रो होची जो ऋण भारटा बाकी जो बड़ बड़ स्टेट अनुसार ओडिशा रो होची बहुत कम सेटा केते ना 2.8 फैक्ट को पूरा मन रखतो 2.8 टा एटा। तापर फिजिकल डेफिसिट एटा तो निहाती एग्जाम रे आसो फिजिकल डेफिसिट वर्तमान ओडिशा रो केते ना 3.5% बस एति आ किछ दरकार नै। तापर रेवेन्यू सरप्लस वर्तमान केते अछि ना 3.2% रेवेन्यू सरप्लस कोन कहलो गोटे एक्सपेंडिचर थाए गोटे गवर्नमेंट किसी जगह एक्सपेंडिचर करिवो आ किसी जगह इनकम करिवो जदि हमर इनकमटा एक्सपेंडिचर टू अधिक आइजिवो ताहले रेवेन्यू सरप्लस हबो सेटा केते ना 3.2% बस। तापर देखिया एग्रीकल्चर लाइफस्टॉक एंड फिशरी सेक्टर रे कोन कोन कंट्रीब्यूशन रहउची माने एग्री अलाइड सेक्टर रो ग्रोथ भितरे फिशरी सेक्टर रो ग्रोथटा होउची सबुठु अधिका सेटा केते ना 6.8% बस एति एइटा मन रखियो फिशरी सेक्टरटा 6.8%। तापर एग्रीकल्चर सेक्टर रो ग्रोथ रेट केते अछि ना हमर ओडिसा रे होची 5.3% इंडिया रे केते ना 3.1% माने केते अधिका हला ओडिशा ठू हमर 2.2 ओडिशा 2.2% हमर इंडिया ठू अधिका अछि ग्रोथ करछि एग्रीकल्चर सेक्टर रे एटा को पूरा मन रखियो डाटाटा केते एग्रीकल्चर सेक्टर रे ग्रोथ करछि ओडिशा ना 5.3%।
ତାପରେ ସେ ପଚାରିଛି କହିଛି ଏରିଆ ଅଣ୍ଡର କ୍ରପ୍ ମାନେ କେଉଁ ମାନେ ଯେଉଁ ଯେତିକି ଚାଷ ହେଉଛି କେଉଁ କ୍ରପ୍ଟା ବେଶୀ ଲଗା ହେଉଛି। ଅବଭିୟସ୍ଲି ଧାନ ହିଁ ଲଗା ହୁଏ, କାରଣ MSP ଅଧିକା ଦିଆହେଉଛି, ସବୁ ଧାନ ହିଁ ଲଗାଉଛନ୍ତି ସବୁ। ଆଉ ଏଇଟା ମନେ ରଖିଥିବ, ଧାନ 44% ଧାନ। ପେଡ଼ି ପ୍ରୋକ୍ୟୁରମେଣ୍ଟ, ରାଗି ପ୍ରୋକ୍ୟୁରମେଣ୍ଟ, ଇଏ ଏତେ ଦରକାର ନାହିଁ, ଏତେ ମନେ ରହିବନି ଡାଟା, କନଫ୍ୟୁଜନ୍ ହେଇଯିବ। ଇରିଗେସନ୍ ପୋଟେନ୍ସିଆଲ୍ ଦେଖିଦେଇଥିବ, ଖରିଫ ଋତୁରେ ଆମର 2020-21ରେ 44% ଥିଲା, ବର୍ତ୍ତମାନ ବଢ଼ିକି 51.3 ହେଇଛି। ଆଉ ଏଇଟା ରବି ସିଜନ୍ରେ ବର୍ତ୍ତମାନ 22.8, ମାନେ ଗ୍ରୋ ହେଇଛି ସବୁ ଟିକେ ଟିକେ ଆଉ। ତାପରେ କ୍ରପିଂ ଇଣ୍ଟେନ୍ସିଟି ଓଡ଼ିଶାରେ ବର୍ତ୍ତମାନ କେତେ ଅଛି ନା 165%। ଆଗରୁ କେତେ ଥିଲା 158, 158ରୁ 165% ଗ୍ରୋ ହେଇଛି। ଏଇଟା ଇମ୍ପୋର୍ଟାଣ୍ଟ, ଭେରି ଭେରି ଇମ୍ପୋର୍ଟାଣ୍ଟ ଏଇ ଫ୍ୟାକ୍ଟଟା, ଏଇଟାକୁ ମନେ ରଖିଥିବ। ତାପରେ ମିଲ୍କ ପ୍ରଡକ୍ସନ୍ ବର୍ତ୍ତମାନ ଓଡ଼ିଶାରେ କେତେ ହେଉଛି ନା 2024-25ରେ 27.1% ବର୍ତ୍ତମାନ ହେଉଛି। 1% ନୁହେଁ, ଏଇଟା ପରସେଣ୍ଟେଜରେ ନାହିଁ, 27.1 ଲାଖ ମେଟ୍ରିକ୍ ଟନ୍ରେ ଅଛି, ବହୁତ ହେଉଛି। ମାନେ ଆଜ୍ କମ୍ପେୟାର ଟୁ 2020-21 ତ ଗ୍ରୋ ହେଇଛି। ତାପରେ ପର୍ କ୍ୟାପିଟା ଆଭେବିଲିଟି ଅଫ୍ ମିଲ୍କ, ଆଚ୍ଛା ଇଣ୍ଡିଆରେ ହେଉଛି 485 ଗ୍ରାମ ପର୍ ଡେ। ଆଚ୍ଛା ଓଡ଼ିଶାରେ ସେଇଟା କମ୍ ଅଛି 159, ପୂର୍ବ ଅପେକ୍ଷା ବଢ଼ିଛି କିନ୍ତୁ ଇଣ୍ଡିଆଠୁ କମ୍ ଅଛି। ଆଉ ଏଇଟା ମନେ ରଖିଥିବ, ଇଣ୍ଡିଆର କେତେ ଅଛି ନା 485 ଗ୍ରାମ ପର୍ ଡେ, ଆଉ ଓଡ଼ିଶାର ହେଉଛି 159 ଗ୍ରାମ ପର୍ ଡେ। ଏଇ ଡାଟାଟାକୁ ମନେ ରଖିଥିବ। ତାପରେ ଏଗ୍ ପ୍ରଡ଼କ୍ସନ୍ କେତେ କରୋଡ଼, 406.1 କରୋଡ଼, ଏତିକି ହେଉଛି 2024-25ରେ ଅଣ୍ଡା ପ୍ରଡ଼କ୍ସନ୍ ହେଇଛି। ଆଉ ଆଭେଲେବିଲିଟି କେତେ ଅଛି ନା ଇଣ୍ଡିଆରେ ହେଉଛି 106ଟା ନମ୍ବର ପର୍ ଆନମ୍, ଆଉ ଓଡ଼ିଶାରେ ହେଉଛି 84, କମ୍ ଅଛି ଆଉ ଇଣ୍ଡିଆଠୁ। ଆଉ ମିଲ୍କରେ ବି ତ କମ୍ ଥିଲା, ମିଲ୍କ ଏଗ୍ରେ ଇଣ୍ଡିଆଠୁ କମ୍ ଅଛି। ଆଉ ଇଏ 485 ଆଉ ଇଏ ହେଉଛି 106 ବାସ୍। ତାପରେ ଫିସ୍ ପ୍ରଡ଼କ୍ସନ୍ ଇନ୍ ଓଡ଼ିଶା, ଫିସ୍ ପ୍ରଡ଼କ୍ସନ୍ କେତେ ନା ଟୋଟାଲ୍ ପ୍ରଡ଼କ୍ସନ୍ କେତେ ନା 11.9%। ଟୋଟାଲ୍ 11.9% ଭିତରୁ ଆମର ଇନଲ୍ୟାଣ୍ଡ ଫିସ୍ଟା ଅଧିକା ଅଛି 9.5, ମେରାଇନ୍ ଫିସ୍ଟା କେତେ ଅଛି ନା 2.4, ବାସ୍ ଏତିକି, ଆଉ କିଛି ଦରକାର ନାହିଁ, ଏଠି ଆଉ କିଛି ଦରକାର ନାହିଁ। ତାପରେ ଏଇଟା ଗୋଟେ ମନେ ରଖିବ, ମାନେ କେଉଁ ଷ୍ଟେଟ୍ର ଅଧିକା ମେରାଇନ୍ ଏକ୍ସପୋର୍ଟ ହେଉଛି, ଏଇଟା ହେଉଛି ଆନ୍ଧ୍ରପ୍ରଦେଶ ଆମର, ଏତିକି କେତେ ଏଇଟା 25,284। ଓଡ଼ିଶା ର୍ୟାଙ୍କ କେତେ ନା 3ରେ ଅଛି ଓଡ଼ିଶା, କେତେ 4,708 କରୋଡ଼ର ମେରାଇନ୍ ଏକ୍ସପୋର୍ଟ ହେଉଛି ଓଡ଼ିଶାରୁ। ଏଇଟା ମନେ ରଖିଥିବ, ପୁରା ଏକ୍ଜାମ୍ ପଚାରିଦେବ କେତେ ର୍ୟାଙ୍କ ଅଛି ଆଉ କେତେ କରୋଡ଼ର ଏକ୍ସପୋର୍ଟ ହେଉଛି ଓଡ଼ିଶାର, 4,708, ଆଉ କିଛି ଏଠି ଦରକାର ନାହିଁ। ତାପରେ ଇଣ୍ଡଷ୍ଟ୍ରିର ଗ୍ରୋଥଟା ଦେଖିଛି, ଓଡ଼ିଶାରେ ଇଣ୍ଡଷ୍ଟ୍ରି 6.4% ହାରରେ ଗ୍ରୋ ହେଉଛି, କିନ୍ତୁ ଇଣ୍ଡିଆରେ 6.2%, ମାନେ ଓଡ଼ିଶାରେ ଅଧିକା ଟିକେ ଗ୍ରୋ ହେଉଛି 0.2%। ମାନେ କେଉଁ ସେକ୍ଟରର କେତେ କଣ୍ଟ୍ରିବ୍ୟୁସନ୍ ରହୁଛି, ମ୍ୟାନୁଫ୍ୟାକ୍ଚରିଂ ସେକ୍ଟରର 45.64% ରହୁଛି ଇଣ୍ଡଷ୍ଟ୍ରିରେ, ଅଧିକା ରହୁଛି ମ୍ୟାନୁଫ୍ୟାକ୍ଚରିଂ ସେକ୍ଟରର। ଆଉ ଏଠି ଆଉ କିଛି ଦରକାର ନାହିଁ, ଇଏ ବି ଦରକାର ନାହିଁ, କନଫ୍ୟୁଜନ୍ ହେଇଯିବ ତୁମେ ଏଗୁଡ଼ା ବେଶୀ ଦେଖିଲେ। ତାପରେ ଏଇଟା ଟିକେ ଦେଖିଦେବ କ'ଣ କ'ଣ ଅଛି, ସେଇ ଭିଜନ୍ଟା ଓଡ଼ିଶା ଦେଇଛି, ତାର ଭିଜନ୍ ଟପ୍ 3 ଭିତରେ ରହିବ, ମ୍ୟାନୁଫ୍ୟାକ୍ଚରିଂ ଟପ୍ 5 ମ୍ୟାନୁଫ୍ୟାକ୍ଚରିଂ ଷ୍ଟେଟ୍ ହେବ, ଏତିକି ଆଚିଭ୍ କରିବାର ଅଛି, ଏତିକି କରୋଡ଼ ଇଏ ହେବାର ଅଛି, ଏମ୍ପ୍ଲୟମେଣ୍ଟ ଜେନେରେସନ୍ ହେବ, ନର୍ମାଲ୍ ଜିନିଷ ଏଗୁଡ଼ା। ତାପରେ ଏଇଟା ତ ସବୁ ଜାଣିଥିବ, ସବୁବେଳେ ଅନଅର୍ଗାନାଇଜ୍ ସେକ୍ଟର ଅଧିକା ଥାଏ, ସେ ଏଣ୍ଟରପ୍ରାଇଜ୍ ହେଉ, ଟୋଟାଲ୍ ଆଉଟପୁଟ୍ ହେଉ, ଏମ୍ପ୍ଲୟମେଣ୍ଟ ହେଉ, ସବୁଟା ହେଉଛି ଅନଅର୍ଗାନାଇଜ୍ ସେକ୍ଟର, ଅର୍ଗାନାଇଜ୍ ସେକ୍ଟରଠୁ ସବୁବେଳେ ଅଧିକା ଥାଏ। ତାପରେ ଆଉ କ'ଣ ଅଛି, ହଁ ଏଇଠି ଆଉ ଗୋଟେ ଅଛି, ଏଇଠି କ'ଣ ଅଛି କହିଲ, ଏଠି ଦେଇଛି ଏମ୍ପ୍ଲୟମେଣ୍ଟ ଇନ୍ GBO ଭେରିୟସ୍ ନନ୍ ମେଟାଲ୍ ଇଣ୍ଡଷ୍ଟ୍ରି। ଆଚ୍ଛା ନନ୍ ମେଟାଲ୍ ଇଣ୍ଡଷ୍ଟ୍ରି ଭିତରେ ମାନେ କେଉଁ ସେକ୍ଟରର ଅଧିକା ବେଶୀ ଲେବର୍ ଇଣ୍ଟେନ୍ସିଭ୍, ଏଠି ଲେଖା ହେଇଛି ଆପାରେଲ୍ ଇଣ୍ଡଷ୍ଟ୍ରି ତ ମୋଷ୍ଟ ଲେବର୍ ଇଣ୍ଟେନ୍ସିଭ୍, ଏଇଟା ମନେ ରଖି ଦେଇଥିବ, ମାନେ ସବୁଠାରୁ ବେଶୀ ଲେବର୍ ଇଣ୍ଟେନ୍ସିଭ୍ ସେକ୍ଟର ଇଣ୍ଡଷ୍ଟ୍ରି କେଉଁଟା ନା ଆପାରେଲ୍, ବାସ୍ ସରିଲା। ତାପରେ ଇଏ ତ ଜାଣିଥିବ, ଏଇଟା ଉତ୍କର୍ଷ ଓଡ଼ିଶା, ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ହେଉଛି, ଏଇଠୁ ସବୁ ଅଧିକା MOU ସାଇନ୍ ହେଇଛି, ଆଉ ଚଳିବ, ଏଗୁଡ଼ା କିଛି ଦରକାର ନାହିଁ। ଏଇଟା ଇଏ ବି ଦରକାର ନାହିଁ, ଇଏ ବି ଦରକାର ନାହିଁ, ଇଏ ବି ଡିଜିଟାଲ୍ ଡିଭାଇଡ଼, ଏଗୁଡ଼ା କିଛି ଦରକାର ନାହିଁ, ଇଏ ବି ଏତେ ଦରକାର ନାହିଁ ଏଗୁଡ଼ା। ହଁ ଏଠି ଟିକେ ଦରକାର ହେବ, ଏଠି ଟିକେ କ'ଣ ଦରକାର ହେବ ନା ଓଡ଼ିଶା ଇକୋନୋମିକ୍ କରିଡ଼ର, ଏଇଟା ଦେଖ ଓଡ଼ିଶା ଇକୋନୋମିକ୍ କରିଡ଼ର ଗୋପାଳପୁର, ଭୁବନେଶ୍ୱର, କଳିଙ୍ଗନଗର ଟୁ ପାରାଦ୍ୱୀପ, କେନ୍ଦ୍ରାପଡ଼ା, ଧାମରା, ସୁବର୍ଣ୍ଣରେଖା, ଏଇଟାକୁ ପୁରା ମନେ ରଖିଥିବ। ଏଇଟା କେଉଁ ପ୍ଲେସ୍ ଗୁଡ଼ା ଇକୋନୋମିକ୍ କରିଡ଼ରରେ ଯାଉଛନ୍ତି, ଯେମିତି ଗୋପାଳପୁର, ଭୁବନେଶ୍ୱର, କଳିଙ୍ଗନଗର, ପାରାଦ୍ୱୀପ, କେନ୍ଦ୍ରାପଡ଼ା, ଧାମରା, ସୁବର୍ଣ୍ଣରେଖା,
ଏଇଟା ମନେ ରଖିଥିବ। ତାପରେ FDI ପାର୍କ କେଉଁଠି ଅଛି ନା ଆମର ଭୁବନେଶ୍ୱରରେ ଅଛି। ତାପରେ ନ୍ୟାସନାଲ୍ ଇନଭେଷ୍ଟମେଣ୍ଟ ମାନୁଫ୍ୟାକ୍ଚରିଂ ଜୋନ୍ କେଉଁଠି ଅଛି ନା କଳିଙ୍ଗନଗରରେ ଅଛି। ଏତିକି, ଆଉ ବେଶୀ ବିଶେଷ କିଛି ନାହିଁ। ପେଟ୍ରୋଲିୟମର ଯାହା ଅଛି ପାରାଦ୍ୱୀପରେ ଅଛି। EV ମାନୁଫ୍ୟାକ୍ଚରିଂ କେଉଁଠି ହେଉଛି ନା ଭୁବନେଶ୍ୱର। ସି ଫୁଡ଼୍ ପାର୍କ କେଉଁଠି ଅଛି ନା ଖୋର୍ଦ୍ଧା। ବାସ୍, ଆଉ କିଛି ନାହିଁ ଏଠି, ଏତିକି। ତାପରେ ଇଏ ବି ଦେଖିବାର ନାହିଁ, ଏଇଟା କନଫ୍ୟୁଜ୍ ହେବ, ଏତେ ଡାଟା ମନେ ରଖି ହେବନି। ଯେଉଁଟା ବେସିକ୍ ଫଣ୍ଡା ଯେତିକି ଦରକାର ସେତିକି। ଇଏ ବି ଗଭର୍ଣ୍ଣମେଣ୍ଟ ଇନିସିଏଟିଭ୍ କ'ଣ ଅଛି ଇଣ୍ଡଷ୍ଟ୍ରି ସେକ୍ଟରର ଯେଉଁ ବିଜନେସ୍ ଗ୍ରୋ କରିବା ପାଇଁ ଏସବୁ ଏଇଟା ପଢ଼ିଦେବ ତୁମେ। ଏଇଟା କିଛି ଏଠି କିଛି ବିଶେଷ କିଛି ନାହିଁ, ଏଇଟା ପଢ଼ିଦେବ ତୁମେ। ତାପରେ ଏଇଟା ଗୋଟେ ବହୁତ ଇମ୍ପୋର୍ଟାଣ୍ଟ। ଓଡ଼ିଶାରେ ଏଇଟା ତ ଷ୍ଟାଟିକ୍ରେ ବି ଥାଏ, ତୁମେମାନେ ସବୁ ଜାଣିଥିବ ଯେ ମେଜର ମିନେରାଲ୍ କେଉଁଟାରେ ଓଡ଼ିଶା ଲିଡ଼ିଂ କରୁଛି। ଯେମିତି କ୍ରୋମାଇଟ୍ରେ ହେଉଛି ଓଡ଼ିଶା ର୍ୟାଙ୍କ 1 ପ୍ରଡ଼କ୍ସନ୍ରେ। ଅଲ୍ ଇଣ୍ଡିଆରେ ସବୁଠାରୁ ଅଧିକା ପ୍ରଡ଼କ୍ସନ୍ କ୍ରୋମାଇଟ୍ କିଏ କରୁଛି ନା ଓଡ଼ିଶା। ଏ ତ 100%, ମାନେ ଆଉ କେଉଁଠି ହେଉନି, ଖାଲି ଓଡ଼ିଶାରେ ହିଁ ହେଉଛି। ବକ୍ସାଇଟ୍ କେଉଁଠି ନା ବକ୍ସାଇଟ୍ ବି ଓଡ଼ିଶାରେ ର୍ୟାଙ୍କ 1। ଆଇରନ୍ ଓର୍ରେ କିଏ, ଆଇରନ୍ ଓର୍ରେ ବି ଓଡ଼ିଶା ର୍ୟାଙ୍କ 1। କୋଲ୍ରେ ବି ର୍ୟାଙ୍କ 1। କିନ୍ତୁ ମାଙ୍ଗାନିଜ୍ରେ ଆମର ର୍ୟାଙ୍କ 4 ଅଛି ଓଡ଼ିଶା। ଆଉ ଆମର କ୍ରୋମାଇଟ୍ଟା ମେଜର ଏରିଆ କେଉଁଟା କହିଲ, ସୁକିନ୍ଦା ଯାଜପୁର ଯେଉଁ ଏରିଆଟା। ବକ୍ସାଇଟ୍ଟା ଜାଣିଥିବ ପଞ୍ଚପଟମଲ୍ଲି ସେ ଏରିଆଟା। ଆଇରନ୍ ଓର୍ ତ ବଣେଇ ସୁନ୍ଦରଗଡ଼ ଯେଉଁ ଏରିଆଟା ଏଇଟା। କୋଲ୍ ତ ଅନୁଗୁଳ ତାଳଚେର ଏରିଆଟା। ମାଙ୍ଗାନିଜ୍ ବି ସେଇ କେଉଁଝର ବଡ଼ବିଲ ଏରିଆ। ଏଇଟା ମେଜର ଏରିଆ ଗୁଡ଼ା, ମେଜର ପ୍ରଡ଼କ୍ସନ୍ ଏରିଆ ଗୁଡ଼ା ଆଉ। ତାପରେ ଏଇଟା ଗୋଟେ ଦେଖ ସର୍ଭିସ୍ ସେକ୍ଟରର ଗ୍ରୋଥ୍। ସର୍ଭିସ୍ ସେକ୍ଟର ଯେଉଁ ଗ୍ରୋଥ୍ଟା ଓଡ଼ିଶାର କେତେ ଅଛି ନା 9.3%। ଇଣ୍ଡିଆର କେତେ 9.1%। ପ୍ରାୟ ତୁମେ ନୋଟିସ୍ କରିଥିବ, ଏତିକି ମୁଁ ରିପୋର୍ଟଟା ଦେଖେଇଲିଣି, ମାନେ ଇଣ୍ଡିଆ ଅପେକ୍ଷା ପ୍ରାୟ 99% ଜାଗାରେ ଓଡ଼ିଶାର ଗ୍ରୋଥ୍ ଭଲ ରହୁଛି ଦେଖିବାକୁ ଗଲେ, ମାନେ ପରଫର୍ମାନ୍ସଟା ଭଲ। ଏଇ ଫ୍ୟାକ୍ଟକୁ ମନେ ରଖିଥିବ ତୁମେ, ଯେଉଁ କେତେ ଗ୍ରୋଥ୍ ହେଉଛି ଓଡ଼ିଶାରେ ସର୍ଭିସ୍ ସେକ୍ଟରର ଗ୍ରୋଥ୍ କେତେ ନା 9.3% ହେଲା। ତାପରେ ଇଏ ଦରକାର ନାହିଁ, ଏଇଟା ବି ଦରକାର ନାହିଁ। ହଁ, ଏଇଟା ଗୋଟେ ଦରକାର। ଯେଉଁ ଓଡ଼ିଶାର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ପଲିସି 2025 ଯେଉଁ ଆସିଛି, ସେଠି 4C ମଡ଼େଲ୍ କରିକି ଗୋଟେ ଆସିଛି। 4C ମଡ଼େଲ୍। ଆଉ ସେ 4C 4ଟା C କ'ଣ, ଗୋଟେ ହେଉଛି କନେକ୍ଟିଭିଟି, ଗୋଟେ ହେଉଛି କମ୍ପ୍ୟୁଟ୍, ଆଉ ଗୋଟେ ହେଉଛି କମ୍ପିଟେନ୍ସି, ଆଉ ଗୋଟେ ହେଉଛି କଣ୍ଟେକ୍ସଟ। ଏଇଟା ମନେ ରଖିଥିବ, ସେ ପଚାରିଦେବ 4C ମଡ଼େଲ୍ ଯେଉଁ ବର୍ତ୍ତମାନ ରିସେଣ୍ଟଲି ନ୍ୟୁଜ୍ରେ ଅଛି, ତା'ର 4ଟା Cର ଫୁଲ୍ ଫର୍ମ କ'ଣ। ବାସ୍, କନେକ୍ଟିଭିଟି, କମ୍ପ୍ୟୁଟ୍, କମ୍ପିଟେନ୍ସି, କଣ୍ଟେକ୍ସଟ। ଏତିକି, ଆଉ କିଛି ନାହିଁ। ଏଠୁ ଆଉ କିଛି ନାହିଁ, ଏତିକି ହିଁ ଜାଣିଥିବା ଦରକାର। ଇଏ ବି କିଛି ଦରକାର ନାହିଁ, ଇଏ ବି କିଛି ଦରକାର ନାହିଁ। ଏଇଟା ତାପରେ ଇନଫ୍ରାଷ୍ଟ୍ରକ୍ଚର। ହଁ, ଏଇଟା ଦେଖ ଫସିଲ୍ର କେତେ ପରସେଣ୍ଟେଜ୍ ବର୍ତ୍ତମାନ ଓଡ଼ିଶାରେ ସେୟାର ଅଛି, ନନ୍ ଫସିଲ୍ର କେତେ। ଫସିଲ୍ର କେଉଁଟା କହିଲ, ଫସିଲ୍ ହେଉଛି ସେଇଟା ହେଉଛି ନନ୍ ରିନ୍ୟୁଏବୁଲ୍ଟା। ନନ୍ ଫସିଲ୍ ହେଉଛି ଆମର ରିନ୍ୟୁଏବୁଲ୍। ଯେମିତି ନନ୍ ଫସିଲ୍ ଏଇଗୁଡ଼ା, ଏଇ ସୋଲାର, ୱିଣ୍ଡ, ଏଇଗୁଡ଼ା ସବୁ। ଫସିଲ୍ କେଉଁଗୁଡ଼ା ନା କୋଲ୍, ଏଇ ଥର୍ମାଲ୍ ସେକ୍ଟରଟା, କୋଲ୍, ଗ୍ୟାସ୍, ଏଇଗୁଡ଼ା ସବୁ ଫସିଲ୍। ଯେତେ ହେଲେ ବି ଯେତେ ଆମର ପ୍ରମୋସନ୍ ସବୁ ହେଉଛି, ଯେଉଁ ହାଇଡ୍ରୋ, ସୋଲାର, EV ଏଇଗୁଡ଼ା ପାଇଁ କରୁଛନ୍ତି, କିନ୍ତୁ ତଥାପି ଓଡ଼ିଶା ହେଉ ଇଣ୍ଡିଆ ହେଉ ସମସ୍ତେ ଡିପେଣ୍ଡେଣ୍ଟ ଅଛନ୍ତି ଥର୍ମାଲ୍ ଏନର୍ଜି, ମାନେ ଫସିଲ୍ ଏନର୍ଜି ଉପରେ ସମସ୍ତେ ଏବେ ବି ଡିପେଣ୍ଡେଣ୍ଟ ହେଇକି ଅଛନ୍ତି। ତେଣୁ ଏଇଟା ପୁରା ମନେ ରଖିଥିବ। ଏଠି ଆଉ କିଛି ଦରକାର ନାହିଁ, ଖାଲି ଏଇ ଦୁଇଟା ମନେ ରଖିଥିବ। ଫସିଲ୍ କେତେ 57%, ବାକିଟା ଫେଡ଼ିଦେବ, ସେ ବାହାରିଯିବ। ଆଉ ସେଟା ଏଠି ଦରକାର ନାହିଁ, ଏଠି ବି ଆଉ ଦରକାର ନାହିଁ, କିଛି ଦରକାର ନାହିଁ। ରୋଡ଼ ଲେନ୍ଥ ରୁରାଲ୍ ରୋଡ଼ଟା ହିଁ ଓଡ଼ିଶାର ଅଧିକା ଅଛି ଆଉ। ଏଠି ଏତିକି ଜାଣିଦେବା, ଆଉ ବିଶେଷ କିଛି ନାହିଁ ଏଠି। ରେଲୱେ ଲେନ୍ଥ ଅଛି, ବର୍ତ୍ତମାନ ରେଲୱେ ଲେନ୍ଥ 2024-25 ସୁଦ୍ଧା ଓଡ଼ିଶାରେ କେତେ କିଲୋମିଟର ନା 3243 କିଲୋମିଟର। ବାସ୍, ଏଠି ଆଉ କିଛି ଦରକାର ନାହିଁ, ଏଗୁଡ଼ା କିଛି ଦରକାର ନାହିଁ। ହଁ, ଅର୍ବାନାଇଜେସନ୍ ବର୍ତ୍ତମାନ 2021ରେ କେତେ ଥିଲା ନା 19% ଥିଲା। 2026ରେ ସେମାନେ ଏଷ୍ଟିମେଟ୍ କରୁଛନ୍ତି 40% ହେବ। 2047ରେ ଏଷ୍ଟିମେଟ୍ କେତେ କରୁଛନ୍ତି ନା 40%। ସେ ପଚାରିଦେବ କି ଆକର୍ଡ଼ିଂ ଟୁ ଓଡ଼ିଶା ଇକୋନୋମିକ୍ ସର୍ଭେ 2025-26, 2047 ସୁଦ୍ଧା ଓଡ଼ିଶା କେତେ ପରସେଣ୍ଟ ଅର୍ବାନାଇଜେସନ୍ ହେବ ବୋଲି ଟାର୍ଗେଟ୍ ରଖିଛନ୍ତି। ବାସ୍, ସେଇଠି ଏଇଗୁଡ଼ା ଅପସନ୍ ଥିବ, ସେଇଟା 60% ବୋଲି ମାରିବ। ଏମିତି ଏକ୍ଜାମ୍ରେ କ୍ୱେଶ୍ଚନ୍ ଆସିବ। ଏଠି ଆଉ କିଛି ଦରକାର ନାହିଁ। ହଁ, ଏଇଟା ଗୋଟେ ଦେଖିବ, ଏଇଟା ଭୁବନେଶ୍ୱର, କଟକ, ପୁରୀ, ପାରାଦ୍ୱୀପ ଇକୋନୋମିକ୍ ରିଜିଅନ୍। ସେ ପଚାରିଦେବ ହୁଇଚ୍ ଅଫ୍ ଦି ଫଲୋଇଂ ଆର୍ ଦ ନଟ୍ ଦି ଇକୋନୋମିକ୍ ରିଜିଅନ୍। ତୁମେ ଜାଣିଥିବ 4ଟା ଜାଗା, ଭୁବନେଶ୍ୱର, କଟକ, ପୁରୀ, ପାରାଦ୍ୱୀପ। ବାସ୍, ଆଉ କିଛି ଏଠୁ ଦରକାର ନାହିଁ। ତାପରେ କେତେ କ'ଣ କେଉଁଠି ଏୟାରପୋର୍ଟ ଅଛି ଅପରେସନାଲ୍। ଏଠି ଖାଲି ଅପରେସନାଲ୍ ଏୟାରପୋର୍ଟ ଗୁଡ଼ା ହିଁ ଇମ୍ପୋର୍ଟାଣ୍ଟ। ଯେମିତିକି ଭୁବନେଶ୍ୱରରେ ଅଛି, ତାପରେ ରାଉରକେଲା, ବୀର ସୁରେନ୍ଦ୍ର ସାଇ, ଝାରସୁଗୁଡ଼ା, ତାପରେ ଉତ୍କେଲା। ଏଇ ଉତ୍କେଲା ପଚାରିଦେବ, ଉତ୍କେଲା କେଉଁ ଡିଷ୍ଟ୍ରିକ୍ଟରେ ଅଛି ଏୟାରପୋର୍ଟଟା। କଳାହାଣ୍ଡି ମନେ ରଖିଥିବ। ଜୟପୁର ତ ଜାଣିଥିବ, କୋରାପୁଟ। ଆଉ ବାକି ଗୁଡ଼ା ଏତେ ପଚାରିବନି, ନନ୍ ଅପରେସନାଲ୍ ଏତେ ପଚାରିବନି, ପ୍ରପୋଜ ଏଗୁଡ଼ା ଏତେ ପଚାରିବନି। ସେ ଯାହା ପଚାରିବ ସେଇ ଅପରେସନାଲ୍ ଗୁଡ଼ା ଭିତରୁ ହିଁ ପଚାରିବ। ଆସିଲା ଇଏ ଆଉ ଗୋଟେ ଇମ୍ପୋର୍ଟାଣ୍ଟ।
ଓଡ଼ିଶାର କୋଷ୍ଟ ଲାଇନ୍ କେତେ କିଲୋମିଟର? 575 କିଲୋମିଟର। ଏଇଟା ଗୋଟେ ଫ୍ୟାକ୍ଟ ମନେ ରଖିବ। ତାପରେ ମେଜର ପୋର୍ଟ ଗୋଟେ ଅଛି କେଉଁଠି ନା ପାରାଦ୍ୱୀପ। ଦୁଇଟା ମାଇନର ପୋର୍ଟ ଅଛି କେଉଁଠି? ଧାମରା ଗୋପାଳପୁର। ଗୋପାଳପୁର କେଉଁଠି? ଗଞ୍ଜାମ। ଧାମରା କେଉଁଠି? ଭଦ୍ରକ। ପାରାଦ୍ୱୀପ କେଉଁଠି? ଜଗତସିଂହପୁର। ବାସ୍। ତାପରେ ବର୍ତ୍ତମାନ ପୋର୍ଟର କାପାସିଟି ବର୍ତ୍ତମାନ ଓଡ଼ିଶାର କେତେ ନା 200 MMTPA। MMTPA କ'ଣ କହିଲ? ମିଲିୟନ୍ ମେଟ୍ରିକ୍ ଟନ୍ ପର୍ ଆନମ୍। ବର୍ତ୍ତମାନ ଅଛି 200, ଟାର୍ଗେଟ୍ ରଖୁଛନ୍ତି 2047 ସୁଦ୍ଧା ସେଟାକୁ 500 କରିବେ। ଏଇଟା ପଚାରିଦେବ ଯେ କେତେ ଟାର୍ଗେଟ୍ କରି 2047 ସୁଦ୍ଧା କେତେ ଟାର୍ଗେଟ୍ ରଖିଛି ଓଡ଼ିଶା ଗଭର୍ଣ୍ଣମେଣ୍ଟ କରିବା ପାଇଁ, ଯେ ସେଇଟା ହେଉଛି 500 MMTA। ତାପରେ ବର୍ତ୍ତମାନ ଓଡ଼ିଶାରେ କେତେଟା ନ୍ୟାସନାଲ୍ ୱାଟର ୱେ ଅଛି? 6ଟା। ଆଉ ଏଇ ନ୍ୟାସନାଲ୍ ୱାଟର ୱେ ବର୍ତ୍ତମାନ ବହୁତ ଇମ୍ପୋର୍ଟାଣ୍ଟ। ଆଉ ସିପ୍ ବିଲ୍ଡିଂ ରିପେୟାର କେଉଁଠି ହେଉଛି? ମହାନଦୀ ରିଭରାଇନ୍ ପୋର୍ଟରେ ହେଉଛି। ମହାନଦୀ ରିଭରାଇନ୍ ପୋର୍ଟଟା ଏଇଗୁଡ଼ା ସାଇଡ଼୍ରେ ଅଛି। ଏଇଠି ଇମ୍ପୋର୍ଟାଣ୍ଟ ମୁଁ ଦେଖାଉଛି, ଏଇଠି ମୁଁ ତ ଜୁମ୍ କରିକି ଦେଖାଉଛି। ଏ ଦେଖ 6ଟା ନ୍ୟାସନାଲ୍ ୱାଟର ୱେ ଅଛି ନା, 6ଟା ଭିତରୁ ଏଇ ନ୍ୟାସନାଲ୍ ୱାଟର ୱେ ଏଇଟା ବହୁତ ଇମ୍ପୋର୍ଟାଣ୍ଟ। କାହିଁକି କହିଲ? ଏଇଟା ମହାନଦୀ ରିଭର ଉପରେ ଏଇ ୱାଟର ୱେଟା ଯାଇଛି। ଆଉ ନ୍ୟାସନାଲ୍ ୱାଟର ୱେ 5ଟା କେଉଁଠି ନା ତାଳଚେର କ୍ଲଷ୍ଟରରେ ଯାଇଛି। କଳିଙ୍ଗନଗରରେ ନ୍ୟାସନାଲ୍ ୱାଟର ୱେ 14ଟା, ଏଇଟା କଳିଙ୍ଗନଗରରେ ଯାଇଛି। ନ୍ୟାସନାଲ୍ ୱାଟର ୱେ 22ଟା, ଏଇଟା କନେକ୍ଟ ହେଇଛି। ଏଠି ଆଉ ଏଇଟା ଦରକାର। ଆଉ 96, 23 ଏଇଟା ବାଲେଶ୍ୱର ଏରିଆରେ ଯାଇଛି। ମେଜର ହେଉଛି ତୁମେ ମନେ ରଖ ଏଇ ଦୁଇଟା। 64 କାହିଁକିନା ମହାନଦୀରେ ଯାଇଛି। ଆଉ ତାଳଚେର ହେଉଛି ନ୍ୟାସନାଲ୍ ୱାଟର ୱେ 5। ଆଉ 14 ହେଉଛି କଳିଙ୍ଗନଗର। ବାସ୍ ସରିଲା। ଏଠି ଆଉ କିଛି ନାହିଁ। ଏତିକି ତ। ହଁ ଏତିକି। ଆଉ ଏଇଗୁଡ଼ା ଟିକେ ଦେଖିଥିବ। ଏଇ ଯେଉଁ ଏଇଗୁଡ଼ା ଅଛି, ଏଇଗୁଡ଼ା ପାରାଦ୍ୱୀପ କେଉଁ ଡିଷ୍ଟ୍ରିକ୍ଟରେ ଅଛି, ଜଟାଧାର ମୁହାଣ କେଉଁଠି, ଅସ୍ତରଙ୍ଗ କେଉଁଠି, ଧାମରା କେଉଁଠି, ଚୂଡ଼ାମଣି କେଉଁଠି, ଏଗୁଡ଼ା ପଚାରିଦେବ ମ୍ୟାଚ୍ ଦି ଫଲୋଇଂ କରିକି। ନହେଲେ ଡାଇରେକ୍ଟ ପଚାରିଦେବ ଚୂଡ଼ାମଣି ଏୟାରପୋର୍ଟ କେଉଁ ଡିଷ୍ଟ୍ରିକ୍ଟରେ ଅଛି, ଚାନ୍ଦିପୁର କେଉଁଠି, ଭବାଲପୁର କେଉଁଠି, ଇଞ୍ଚୁଡ଼ି କେଉଁଠି, ଏଗୁଡ଼ା ସବୁ ବାଲେଶ୍ୱରରେ ଅଛି। ତାପରେ ପାଲୁର ଗଞ୍ଜାମରେ ଥିବ। ଏଇଟା ଗଞ୍ଜାମ ହିଁ ଥିବ। ଗୋପାଳପୁର ବି ଗଞ୍ଜାମ। ବାହୁଡ଼ା ମୁହାଣ ବି ଗଞ୍ଜାମ ଥିବ। ଏଇଗୁଡ଼ା ସବୁ ଡିଷ୍ଟ୍ରିକ୍ଟ ଗୁଡ଼ା ତୁମେ ଦେଖିଥିବ। ଡିଷ୍ଟ୍ରିକ୍ଟ ଗୁଡ଼ା ପଚାରିଦେବ ଏଇ ପୋର୍ଟଟା କେଉଁ ଡିଷ୍ଟ୍ରିକ୍ଟରେ ଅଛି। ବାସ୍ ସରିଲା। ଏଇଗୁଡ଼ା କ'ଣ ଦେଇଛି? ଏଇଟା କିଛି ନାହିଁ ଏଠି। ତାପରେ ଡେମୋଗ୍ରାଫି ସୋସିଆଲ ଡେଭଲପମେଣ୍ଟ, ମାନେ ଓଡ଼ିଶାର ଡେମୋଗ୍ରାଫିକ୍ ପ୍ରୋଫାଇଲ୍ ବିଷୟରେ ଦେଇଛି। ଆଉ ଓଡ଼ିଶାର ଡେମୋଗ୍ରାଫିକ୍ ପ୍ରୋଫାଇଲ୍ରେ ବେଶୀ ପରସେଣ୍ଟେଜ୍ କେଉଁଟା ଅଛି କହିଲ? ୱାର୍କିଂ ଏଜ୍ ପପୁଲେସନ୍ଟା। ୱାର୍କିଂ ଏଜ୍ ପପୁଲେସନ୍ କେଉଁଟା କହିଲ? 15 ବର୍ଷରୁ 64 ବର୍ଷ ଯାଏଁ ଯେଉଁ ଏଜ୍ ଗ୍ରୁପ୍ଟା ସେଇଟାକୁ ୱାର୍କିଂ ଏଜ୍ ପପୁଲେସନ୍ କୁହାଯାଏ। ଆଉ ସେଇଟା କେତେ ଅଛି ନା 69.4%। ବାସ୍ ଏତିକି, ଆଉ କିଛି ନାହିଁ। ଏତିକି ମନେ ରଖିବ। ଏଠି ଆଉ କିଛି ନାହିଁ। ତାପରେ ଗ୍ରୋସ୍ ଏନରୋଲମେଣ୍ଟ ରେସିଓ। ହଁ ଏଇଟା ବି ଇମ୍ପୋର୍ଟାଣ୍ଟ। ଏଇଟା ଗୋଟେ। ହଁ ଗ୍ରୋସ୍ ଏନରୋଲମେଣ୍ଟ ରେସିଓ କେତେ ଅଛି ଓଡ଼ିଶାର ନା ଏ ଯେଉଁ ମିଡ଼ିଲ୍ ସ୍କୁଲରେ 95.5%, ସେକେଣ୍ଡାରୀ ସ୍କୁଲରେ 72.3%। ଇଣ୍ଡିଆର ଏଇଟା ତ 68, 90, 95 ଅଛି। ଆଉ ଏଇଟା ଟିକେ ଦେଖିଥିବ। ଆଉ ଏତେ କିଛି ଦରକାର ନାହିଁ। ତାପରେ ହଁ ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ। ତାପରେ ପରଫର୍ମାନ୍ସ ଗ୍ରେଡ୍ ଇଣ୍ଡେକ୍ସ ଯେଉଁ ଅଛି, ଏଇଟା ହେଉଛି 2023-24ର ଡାଟାଟା। ମାନେ ପରଫର୍ମାନ୍ସ ଗ୍ରେଡ୍ ଇଣ୍ଡେକ୍ସ 2.0ରେ ଓଡ଼ିଶାର ର୍ୟାଙ୍କ କେତେ ଥିଲା ନା 3। ସେ କ'ଣ ଦେବ କହିଲ? ଆକର୍ଡ଼ିଂ ଟୁ ନା କ'ଣ ଦେବ କହିଲ? 2023-24 ସୁଦ୍ଧା ଓଡ଼ିଶାର ର୍ୟାଙ୍କ 3 ଥିଲା ପରଫର୍ମାନ୍ସ ଗ୍ରେଡ୍ ଇଣ୍ଡେକ୍ସରେ। ଆଉ ଓଡ଼ିଶା ସ୍କୋର କେତେ କରିଥିଲା? ଏଇ ଯେଉଁ 595.6 କେତେରୁ ନା 1000ରୁ ସ୍କୋର କରିଥିଲା। 595.6 ଏଇଟାକୁ ପୁରା ମନେ ରଖିଥିବ। ର୍ୟାଙ୍କ 3, 595.6। ଆଉ ଫାଷ୍ଟ କିଏ ଥିଲା ନା ପଞ୍ଜାବ। ବାସ୍ ଆଉ କିଛି ନାହିଁ। ସ୍କିଲ୍ ଇନ୍ ଓଡ଼ିଶା, ଏଇଟା ତ ୱାର୍ଲଡ଼ ସ୍କିଲ୍ ସେଣ୍ଟର ଭୁବନେଶ୍ୱର ଅଛି ଜାଣିଥିବ। ନୂଆ 2ଟା ହେବ, ଗୋଟେ ବ୍ରହ୍ମପୁରରେ ହେବ, ସମ୍ବଲପୁରରେ ହେବ। ଏଠି ଆଉ କିଛି ନାହିଁ। ତାପରେ ଏଇଟା ଗୋଟେ ସ୍କିମ୍ ଦେଖ, ସୁଦକ୍ଷା ଯୋଜନା। ସୁଦକ୍ଷା ଯୋଜନାର ଅବଜେକ୍ଟିଭ୍ କ'ଣ? ସେ ପଚାରିଦେବ ହ୍ୱାଟ୍ ଇଜ୍ ଦ ମେନ୍ ଅବଜେକ୍ଟିଭ୍ ଅଫ୍ ଦି ସୁଦକ୍ଷା ଯୋଜନା। ତା'ର କ'ଣ ଅବଜେକ୍ଟିଭ୍ ନା ଫ୍ରି ଟେକ୍ନିକାଲ୍ ଏଜୁକେସନ୍ ଫର୍ ଗାର୍ଲସ୍ ଆଣ୍ଡ ରିଜର୍ଭେସନ୍ ଫର୍ PVTG। ମାନେ ମାଗଣାରେ ଝିଅମାନଙ୍କୁ ଟେକ୍ନିକାଲ୍ ଏଜୁକେସନ୍ ଦିଆଯିବ, ଟ୍ରାଇବାଲ୍ମାନଙ୍କୁ ମଧ୍ୟ ଦିଆଯିବ। ଆଉ ଗୋଟେ କ'ଣ ନା ଗ୍ରୀନ୍ ପ୍ୟାସେଜ୍ ସ୍କିମ୍, ନା କ'ଣ ଦେବ ନା ଅର୍ଫାନ୍ ଆଉ ଦିବ୍ୟାଙ୍ଗମାନଙ୍କୁ ସ୍ପେଶିଆଲ୍ ITIର ଏଜୁକେସନ୍ ଦିଆଯିବ। ବାସ୍ ଏତିକି, ଏଇ 2ଟା। ଏଠି ଆଉ କିଛି ନାହିଁ। ଏଇଟା ମନେ ରଖିଥିବ, ସୁଦକ୍ଷା, ଗ୍ରୀନ୍ ପ୍ୟାସେଜ୍ ସ୍କିମ୍। ଆଉ ଟ୍ରାନଜିସନ୍ ଟୁୱାର୍ଡ଼ ନ୍ୟୁଟ୍ରିଏଣ୍ଟ ରିଚ୍ ଡାଏଟ୍। ଆଚ୍ଛା, ଟ୍ରାନଜିସନ୍ ଟୁୱାର୍ଡ଼ ନ୍ୟୁଟ୍ରିଏଣ୍ଟ ରିଚ୍ ଡାଏଟ୍ ମାନେ ବର୍ତ୍ତମାନ ସୁଦ୍ଧା କ'ଣ ମାନେ କେଉଁଟା ଅଧିକା ଲୋକ ଖାଉଛନ୍ତି? ଆଉ ଆମର ଗାଁ ଲୋକ ଗୁଡ଼ା କେଉଁଟା ଅଧିକା ଖାଉଛନ୍ତି? ଭେଜିଟେବୁଲ୍, ପନିପରିବା ବେଶୀ ଖାଉଛନ୍ତି ଗାଁ ଲୋକ ଗୁଡ଼ା। 2023-24 ଡାଟା ଅନୁସାରେ ଏଇଟା 17, ମାନେ ଭେଜିଟେବୁଲ୍ଟା ଅଧିକା ଖାଉଛନ୍ତି। ଅର୍ବାନ୍ ଏରିଆର ଲୋକ ଗୁଡ଼ା ଦେଖିବା କେଉଁଟା ଅଧିକା ଖାଉଛନ୍ତି? ଆଚ୍ଛା, ସେମାନେ ପ୍ୟାକେଜ୍ ଫୁଡ଼୍ ଖାଉଛନ୍ତି। ବାହାର ଖାଦ୍ୟ, ପ୍ୟାକେଜ୍ ଫୁଡ଼୍, ଏ ବେଭରେଜ୍, ଏଇଗୁଡ଼ା ସବୁ ଖାଉଛନ୍ତି। ଆଉ ଠିକ୍ ଅଛି। ଏଇ ଡାଟାଟା ଏତେ ଦରକାର ନାହିଁ। ଏଇଟା ମନେ ରଖିବା କିଛି ଦରକାର ନାହିଁ।
এইটা ଏଇ ତିନିଟା ଡାଟା ତୁମେ ନିହାତି ମନେ ରଖିଯିବ ହେଲା। ନିଓନାଟାଲ ମୋର୍ଟାଲିଟି ରେଟ୍, ଇନଫ୍ୟାଣ୍ଟ ମୋର୍ଟାଲିଟି ରେଟ୍ ଆଉ ଅଣ୍ଡର 5 ମୋର୍ଟାଲିଟି ରେଟ୍। ଏଇଟା କ'ଣ ମୁଁ ବୁଝେଇ ଦେଉଛି ଶୁଣ। ନିଓନାଟାଲ ମୋର୍ଟାଲିଟି ରେଟ୍ କ'ଣ କହିଲ, ଯେଉଁ ଜନ୍ମ ହେବାର 28 ଦିନ ଭିତରେ ଯଦି ଛୁଆଟା ମରିଗଲା ତାହେଲେ ସେଇଟା ହେଉଛି ନିଓନାଟାଲ ମୋର୍ଟାଲିଟିରେ ଧରାଯିବ। ସେଇଟା କେମିତି କାଲକୁଲେସନ୍ ହୁଏ ନା 1000ଟା ଲାଇଭ୍ ବାର୍ଥରେ କେତେଟା, ବର୍ତ୍ତମାନ ଓଡ଼ିଶାରେ କେତେ ନା 21 ଅଛି, ଇଣ୍ଡିଆରେ କେତେ ନା 19 ଅଛି। ଏଇ ଡାଟାଟାକୁ ମନେ ରଖିଥିବ ହେଲା। ଆଉ ଇନଫ୍ୟାଣ୍ଟ ମୋର୍ଟାଲିଟି ରେଟ୍ କେତେ କହିଲ, ସେ ଯଦି ଗୋଟେ ଛୁଆଟା ବର୍ଷେ ଭିତରେ ଯଦି ମରିଗଲା ତାହେଲେ ସେଇଟା ହେଉଛି ଇନଫ୍ୟାଣ୍ଟ ମୋର୍ଟାଲିଟି। ବର୍ତ୍ତମାନ ଓଡ଼ିଶାର କେତେ ନା 30 ଆଉ ଇଣ୍ଡିଆର କେତେ ନା 25। ଏଇ ଡାଟାଟାକୁ ମନେ ରଖିଥିବ। ଆଉ ଅଣ୍ଡର 5 ମୋର୍ଟାଲିଟି ମାନେ 5 ବର୍ଷ ଭିତରେ ସେ ଛୁଆଟା ମରିଯିବ ଆଉ, ମାନେ 1000 ସବୁଗୁଡ଼ା 1000 ବାର୍ଥରେ କାଲକୁଲେସନ୍ ହୁଏ। ଓଡ଼ିଶା କେତେ ଅଛି 35 ଅଛି, ଇଣ୍ଡିଆ କେତେ ଅଛି 29 ଅଛି। ବାସ୍ ଏଇ ଡାଟାଟାକୁ ମିସ୍ କରିବନି, ତିନିଟା ନିହାତି ମନେ ରଖିଥିବ ହେଲା। ଓଡ଼ିଶାର କେତେ, ଇଣ୍ଡିଆର କେତେ, ତିନିଟା ମନେ ରଖିଥିବ। ନିଓନାଟାଲ ଆଉ ଇନଫ୍ୟାଣ୍ଟ ମୋର୍ଟାଲିଟି ଆଉ ଗୋଟେ ହେଉଛି ଅଣ୍ଡର 5 ମୋର୍ଟାଲିଟି। ତାପରେ ସୁଭଦ୍ରା ଯୋଜନା ତ ଜାଣିଥିବ, 50,000 ଟଙ୍କା 5 ବର୍ଷକୁ, ବର୍ଷକୁ 10,000 ଟଙ୍କା, ଦୁଇଟା ଇନଷ୍ଟଲମେଣ୍ଟ। କେତେ କେଉଁ ଏଜ୍ ଗ୍ରୁପ୍ର ନା 20ରୁ 60 ଏଜ୍ ଗ୍ରୁପ୍ର। ବାସ୍ କ'ଣ ହେବ, ପ୍ରଡକ୍ଟିଭ୍ ୟୁଟିଲାଇଜେସନ୍ ହେବ, ଫାଇନାନ୍ସିଆଲ୍ ଅଟୋନମି ହେବ, କନଫିଡେନ୍ସ ଆସିବ, ବିଜନେସ୍ କରିବେ, ଗ୍ରୋ କରିବେ, ଏଇଗୁଡ଼ା ଏଇଟା ଦରକାର ନାହିଁ, ଏଇଟା ବି ଦରକାର ନାହିଁ। ସରିଲା ଓଡ଼ିଶା ଇକୋନୋମିକ୍ ସର୍ଭେ ଏତିକି ଥିଲା। ମାକ୍ରୋ ଓଭରଭ୍ୟୁ ଗୋଟେ ଥିଲା ଓଡ଼ିଶା ଇକୋନୋମିକ୍ ସର୍ଭେର। ଏଇଥିରୁ ମୁଁ ସିଓର ହେଉଛି 5ରୁ 8ଟା କ୍ୱେଶ୍ଚନ୍ ତୁମେ ନିହାତି ପାଇବ, ନିହାତି ସିଓର ପାଇବ। ଆଉ ମୁଁ ଆଉ ଗୋଟେ ଭିଡ଼ିଓ ଲେକ୍ଚର ଆଣିବି, ମାନେ କ୍ୱେଶ୍ଚନ୍ ମାନେ ମୋଷ୍ଟ ଇମ୍ପୋର୍ଟାଣ୍ଟ ଓଡ଼ିଶା ଇକୋନୋମିକ୍ ସର୍ଭେର ମୋଷ୍ଟ ଇମ୍ପୋର୍ଟାଣ୍ଟ 50ଟା କ୍ୱେଶ୍ଚନ୍ ମୁଁ ଆଣିବି। ସେଇଟା ନେକ୍ସଟ ଭିଡ଼ିଓ ଲେକ୍ଚରରେ ମୁଁ ଦେଖିବା, ଆଜି କି କାଲି ଭିତରେ ସେଇଟା ମୁଁ ଲଞ୍ଚ କରିବି, ଦେଖିବା ଛାଡ଼ିବି। ହଉ ଠିକ୍ ଅଛି, ଧନ୍ୟବାଦ। ଏଇଟାକୁ ତୁମେ ଦେଖ, ଆଉ ଏଇ ଡାଟାଟାକୁ ତୁମେ 2-3 ଥର ରିଭିଜନ୍ କର। ଏଇଟା ଥରେ ଦେଖିଲେ ହେବନି, 4-5 ଥର ମୁହଁରେ ଡିସ୍କସନ୍ କରିବ ସାଙ୍ଗସାଥିମାନଙ୍କ ସହ, ସେ ହେଇଯିବ କିଛି ନାହିଁ। 5-6ଟା ତ କ୍ୱେଶ୍ଚନ୍ ଆସିବ, ବେଶୀ ତ ଆସିବନି ଆଉ। ଠିକ୍ ଅଛି, ଥ୍ୟାଙ୍କ ୟୁ, ଧନ୍ୟବାଦ।